ଆସରେ ଧରିବା ଜହ୍ନ। ଦଳେ ପିଲା ମାଙ୍କଡ଼ ପୋଖରୀରେ ଜହ୍ନକୁ ଦେଖିଲେ। ଆକାଶରେ ଜହ୍ନକୁ ପାଣି ଭିତରେ ଦେଖି ମାଙ୍କଡ଼ମାନଙ୍କର ଖୁସି କହିଲେ ନ ସରେ। ସେମାନଙ୍କ ଭିତରୁ ଜଣେ କହିଲା, ଆରେ ଦେଖରେ, ପୋଖରୀ ଭିତରେ ଜହ୍ନ, ଚାଲ ତାକୁ ଧରିବା। ଜହ୍ନକୁ କେମିତି ଧରିବେ? ସମସ୍ତେ ଉପାୟ ପାଞ୍ଚିଲେ। ସମସ୍ତେ ଉପାୟ ପାଞ୍ଚୁଥିବା ବେଳେ ଜଣେ ଜହ୍ନକୁ ଆଗ ଧରିବା ପାଇଁ ବ୍ୟସ୍ତ ହୋଇ ପଡ଼ିଲା। ସେ କିଛି ଚିନ୍ତା ନ କରି ପୋଖରୀ ଭିତରକୁ ମାରିଲା ଗୋଟିଏ କୁଦା। ହେଲେ ଜହ୍ନ କାହିଁ? ପାଣି ଭିତରୁ ଜହ୍ନ ଏକବାର ଛୁ। ପାଣିରେ ପହଁରୁଥିବା ମାଙ୍କଡ଼ଟି କହିଲା, ଆରେ କୁଆଡ଼େ ଗଲା ଜହ୍ନ? ଅନ୍ୟମାନେ ଗଛ ଉପରୁ କହିଲେ, ତୋ କୁଦାରେ ବୋଧହୁଏ ସେ ଡରିଗଲା। ଅଧା ଜୁଡ଼ୁବୁଡ଼ୁ ମାଙ୍କଡ଼ଟି ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଲା। କିଛି ସମୟ ଗଲା, ମାଙ୍କଡ଼ମାନେ ପୁଣି ଦେଖିଲେ ପୋଖରୀ ଭିତରେ ଜହ୍ନ। ଜହ୍ନକୁ ବାରମ୍ବାର ଅତି ପାଖରେ ଦେଖି ପୁଣି ଇଚ୍ଛା ହେଲା ତାକୁ ଧରିବା ପାଇଁ। ଏଥର ସେମାନେ ଗୋଟିଏ ନୂଆ ଯୋଜନା କଲେ। ଯୋଜନା କଲାବେଳେ ଚୁପ୍ ଚୁପ୍ କଥା ହେଲେ, ନହେଲେ ହୁଏତ ଜହ୍ନ ଶୁଣିନେବ। ସେମାନେ ସ୍ଥିର କଲେ, ଜଣେ ଅନ୍ୟ ଜଣଙ୍କର ହାତ ଧରାଧରି ହୋଇ ଗଛରୁ ତଳକୁ ଲଟକିବେ ଓ ଚୁପଚାପ ଜହ୍ନକୁ ଧରି ପକାଇବେ। ଏହିପରି ଯୋଜନା କରି ସେମାନେ ଆରମ୍ଭ କରିଦେଲେ ଜହ୍ନ ଧରିବା କାମ। ଏତେବେଳ ଯାଏଁ ବୁଢ଼ା ମାଙ୍କଡ଼ଟିଏ ଗଛରେ ଥାଇ ଏମାନଙ୍କର କାମ ଦେଖୁଥାଏ। ମାଙ୍କଡ଼ମାନେ ହାତ ଧରାଧରି ହୋଇ ଡାଳରେ ଲଟକୁଥିବା ବେଳେ ପ୍ରଥମ ମାଙ୍କଡ଼ଟି ଧରିଥିବା ଡାଳଟି ହଠାତ୍ ମଡ଼୍ କରି ଭାଙ୍ଗିଗଲା। ତାପରେ କ'ଣ ହେଲା? ଫାର୍ଷ୍ଟ କ୍ୱେଶ୍ଚନ, ମାଙ୍କଡ଼ମାନେ କେଉଁଠାରେ ଜହ୍ନକୁ ଦେଖିଲେ? ପୋଖରୀ ଭିତରେ। କୁଦା ମାରିଥିବା ମାଙ୍କଡ଼ଟି ଜହ୍ନକୁ ଧରିଲା କି? ନାହିଁ। ସେ ଜହ୍ନ କୁଆଡ଼େ ଗଲା ବୋଲି ପଚାରିବାରୁ ଅନ୍ୟମାନେ କ'ଣ ଉତ୍ତର ଦେଲେ? ତ କୁଦାରେ ବୋଧେ ସେ ଡରିଗଲା। ମାଙ୍କଡ଼ମାନଙ୍କ ଯୋଜନା କିଏ ଶୁଣୁଥିଲା? ବୁଢ଼ା ମାଙ୍କଡ଼। ମାଙ୍କଡ଼ମାନେ ଧରାଧରି ହୋଇ ଲଟକିଲା ବେଳେ କ'ଣ ହେଲା? ହଠାତ୍ ମଡ଼ କରି ଡାଳଟି ଭାଙ୍ଗିଗଲା। 3 ନମ୍ବର ପ୍ରଶ୍ନ, ମାଙ୍କଡ଼ମାନେ କାହିଁକି ଜହ୍ନକୁ ଧରିପାରିଲେ ନାହିଁ? କାହିଁକି ନା ତାର ପ୍ରତିବିମ୍ବଟି ପାଣିରେ ପଡ଼ୁଥିଲା। ଗୁଡ୍। ସେମାନେ କାହିଁକି ଚୁପ୍ ଚୁପ୍ କଥା ହୋଇ ଯୋଜନା କରୁଥିଲେ? ବୋଧେ ଜହ୍ନ ଶୁଣି ନେବ। 4 ନମ୍ବର, ଗଛର ଛାଇ ଦର୍ପଣର ତୁମର ପ୍ରତିବିମ୍ବ, ପାଣିରେ ଥିବା ବେଙ୍ଗ, ପାଣି ଭିତରେ ଥିବା ମାଛ, ଜଳରେ ଥିବା ବଗର ଛାଇ, ଏଗୁଡ଼ିକ ଭିତରୁ ଯାହାକୁ ଧରିପାରିବ ତାକୁ ଧରି କଳସୀରେ ଭର୍ତ୍ତି କର। କୁହ, କାହାକୁ ଧରିପାରିବ କୁହ? ବେଙ୍ଗ। ଆଉ କାହାକୁ? ମାଛ। ଗୁଡ୍। 5 ନମ୍ବର, ଆସ ତଳେ ଥିବା କୋଠରୀରୁ ଶବ୍ଦ ନେଇ ଖାଲି କୋଠରୀ ପୂରଣ କରିବା। ନାଟକ ଦେଖିବା କଥା ଶୁଣି ମନୁର ଖୁସି ଡ୍ୟାସ୍ କହିଲେ ନ ସରେ। ଗୀତଟିକୁ ଡ୍ୟାସ୍ ଶୁଣିଲେ ଗୀତଟି ମନେ ରୁହେ। ବାରମ୍ବାର। ଏତେବେଳେ ଯାଏ ତୁମେ ଅଙ୍କଟି କରିପାରୁନ, ତୁମେ ଡ୍ୟାସ୍ ମନ ଦେଇ କରୁନାହଁ। ବୋଧହୁଏ ମନ ଦେଇ କରୁନାହିଁ। ଖସଡ଼ା ରାସ୍ତାରେ ସାବଧାନରେ ଚାଲ, ଡ୍ୟାସ୍ ପଡ଼ିଯାଇପାର। ନହେଲେ ପଡ଼ିଯାଇପାର। ଗୁଡ୍। ଜୁଡ଼ୁବୁଡ଼ୁ ଧରାଧରି ଯୋଜନା ବ୍ୟସ୍ତ ଶବ୍ଦଗୁଡ଼ିକୁ ଲଗାଇ ଗୋଟିଏ ଗୋଟିଏ ବାକ୍ୟ ଲେଖ ଓ ତୁମ ସାଙ୍ଗମାନଙ୍କୁ ପଢ଼ାଅ। କୁହ, ଜୁଡ଼ୁବୁଡ଼ୁ ନେଇ ଗୋଟେ ବାକ୍ୟ ଗଠନ କଲ। ପାଣିରେ ଜୁଡ଼ୁବୁଡ଼ୁ ହଉଛି। ଆଉ ହେଲା ହେଉଛି ଧରାଧରି। କୁନା ମୁନା ଧରାଧରି ହୋଇ ଯାଉଛନ୍ତି। ଆଉ ହେଲା ହେଉଛି ଯୋଜନା। ଯୋଜନା, ମୁଁ ପୁରୀ ଯିବା ପାଇଁ ଯୋଜନା କରିଛି। ବ୍ୟସ୍ତ, ମୁଁ ମୋ ସାଙ୍ଗ ଘରକୁ ଯିବା ପାଇଁ ବ୍ୟସ୍ତ ହେଉଛି। ଗୁଡ୍।